ଓ ନମୋ ଭଗବତେ ବାସୁଦେବାୟ। ଓ ନମୋ ଭଗବତେ ବାସୁଦେବାୟ। ଆମର ଏହି ବିଶେଷ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ସ୍ୱାଗତ। ଆଜି ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କର ସେହି ଅମର କୃତି ଓଡ଼ିଆ ଭାଗବତର ଗଭୀରତାରେ ପ୍ରବେଶ କରିବାକୁ ଯାଉଛୁ। ହଁ, ଯାହା କେବଳ ଗୋଟେ ଗ୍ରନ୍ଥ ନୁହେଁ, ବରଂ ଆମ ଓଡ଼ିଆ ଜାତିର ଆଧ୍ୟାତ୍ମିକ ପରିଚୟ। ଆଉ ଆଜି ଆମ ଆଲୋଚନାର କେନ୍ଦ୍ରରେ ଅଛନ୍ତି ମହାତ୍ମା ବିଦୁର, ଧର୍ମର ସାକ୍ଷାତ ପ୍ରତୀକ। ଆଜ୍ଞା। ଆମେ ତାଙ୍କ କାହାଣୀର ଆରମ୍ଭରୁ ମାନେ ତୃତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟରୁ ଆମର ଯାତ୍ରା ଆରମ୍ଭ କରିବା। ଯେଉଁଠି ସୋନକାଦି ଋଷିମାନେ ବିଦୁରଙ୍କର ସେହି ରହସ୍ୟମୟ ଯାତ୍ରା ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ। ଠିକ୍। ତେଣୁ ଏହି କାହାଣୀର ପ୍ରକୃତ ମର୍ମକୁ ବୁଝିବା ପାଇଁ ଆଲୋଚନାଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା ପାଇଁ ନିହାତି ଜରୁରୀ। ହଁ, ଆଉ ଏଭଳି ଜ୍ଞାନପୂର୍ଣ୍ଣ ଆଲୋଚନା ସହ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲର ସଦସ୍ୟ ହେବାକୁ ଭୁଲିବେ ନାହିଁ। ଚାଲନ୍ତୁ ସେହି ମଙ୍ଗଳମୟ ପଦରୁ ଆରମ୍ଭ କରିବା। ହଁ। ପ୍ରଥମ ଅଧ୍ୟାୟ ଶୌନକାଦି ମୁନିଜନେ ଆନନ୍ଦେ ସୂତ ସନ୍ନିଧାନେ ବିଦୁର କଥା ମନେ ଚିନ୍ତି ବିଶ୍ୱାସ ଭାବେ ପଚରନ୍ତି। ଠିକ୍ ଅଛି, ତେବେ କଥାର ଆରମ୍ଭ ହେଉଛି ନୈମିଷାରଣ୍ୟରୁ, ହଁ। ଯେଉଁଠି ଶୌନକାଦି ଋଷିମାନେ ସୂତମୁନିଙ୍କୁ ଗୋଟେ ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ଏହା କ'ଣ ଗୋଟେ ସାଧାରଣ ପ୍ରଶ୍ନ? ମୋତେ ତ ଲାଗୁନି। ନା, ବିଲକୁଲ ନୁହେଁ। ଏହା ଏକ ଗଭୀର ଜିଜ୍ଞାସା। ସେମାନେ କେବଳ ଘଟଣା ଜାଣିବାକୁ ଚାହୁଁନାହାନ୍ତି। ସେମାନେ ଗୋଟେ ଦାର୍ଶନିକ ଦ୍ୱନ୍ଦ୍ୱର ସମାଧାନ ଖୋଜୁଛନ୍ତି। ମାନେ ପ୍ରଶ୍ନଟା ହେଉଛି, ବିଦୁରଙ୍କ ଭଳି ଜଣେ ଜ୍ଞାନୀ ଧର୍ମାତ୍ମା, ଯିଏ ରାଜପରିବାରର ସବୁ ସୁଖ ଭିତରେ ଥିଲେ, ହଁ, ସେ କାହିଁକି ହଠାତ୍ ସବୁକିଛି ଛାଡ଼ିଦେଲେ? କାହିଁକି ତୀର୍ଥଯାତ୍ରାରେ ବାହାରିଗଲେ? ଏଇଟା ତ ସେଇ ସାଂସାରିକ କର୍ତ୍ତବ୍ୟ ଆଉ ଆଧ୍ୟାତ୍ମିକ ମୁକ୍ତି ଭିତରେ ଯୋଉ ସଂଘର୍ଷ, ସେଇ କଥା। ଏକଦମ ସେଇ କଥା। ବହୁତ ବଢ଼ିଆ। ଆଉ ସେମାନଙ୍କର ପ୍ରଶ୍ନ କେବଳ ଯିବାକୁ ନେଇ ନୁହେଁ, ଫେରିବାକୁ ନେଇ ମଧ୍ୟ ଅଛି। ଆଜ୍ଞା। ଚାଲନ୍ତୁ ଶୁଣିବା ଋଷିମାନେ କେତେ ସୁନ୍ଦର ଭାବରେ ନିଜର ପ୍ରଶ୍ନଗୁଡ଼ିକୁ ରଖୁଛନ୍ତି। ସୌନକ ଉବାଚ, ହେ ସୂତ, ତୁମ୍ଭର ବଚନ ଶୁଣି ସନ୍ତୋଷ ଆମ୍ଭ ମନ। ମହାତ୍ମା ବିଦୁରର ବାଣୀ ଆମ୍ଭେ ତୁମ୍ଭର ମୁଖ ଶୁଣି। ହେଡ଼େ ଛାଡ଼ିବୁ ଭବ ବ୍ୟଥା, ବିସ୍ତାରୀ କହ ତାର କଥା। ସର୍ବସମ୍ପଦ ଛାଡ଼ି ବନେ, କିପାଁ ପଶିଲା ଦୁଃଖ ମନେ। ଅନେକ ତୀର୍ଥେ ଦେଇ ମନ, ପୃଥିବୀ କଲା ପର୍ଯ୍ୟଟନ। ମୈତ୍ରେୟ ମୁନି ସଙ୍ଗେ ତାର, ଏକାନ୍ତେ ଅଧ୍ୟାତ୍ମ ବିଚାର। କାହି ବା ନଦୀ ତୀର ବନେ, ସାନନ୍ଦେ ବସିବେ ନିଜନେ। ସନ୍ତୋଷେ ବିଦୁରର ଆଗେ, ମୈତ୍ରେୟ ମୁନି ଅନୁରାଗେ। କହିଲେ ତତ୍ତ୍ୱସାର ବାଣୀ, ଯାହା ଶୁଣି ଭବୁତରେ ପ୍ରାଣୀ। ସେ କଥା କହ ମୁନିବର, ବିଦୁର ବିଷ୍ଣୁ ଭକ୍ତ ସାର। ସେ ବନ୍ଧୁତ୍ୟାଗୀ କିବା ଅର୍ଥେ, ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ। ଦେଖିଲେ, ପ୍ରଶ୍ନଗୁଡ଼ିକ କେତେ ସ୍ପଷ୍ଟ। ହଁ, ବିଲକୁଲ ସ୍ପଷ୍ଟ। ବିଦୁର କାହିଁକି ଘର ଛାଡ଼ିଲେ? ତୀର୍ଥଯାତ୍ରାରେ କ'ଣ କଲେ? ମୈତ୍ରେୟ ମୁନିଙ୍କଠାରୁ କେଉଁ ତତ୍ତ୍ୱଜ୍ଞାନ ପାଇଲେ? କିନ୍ତୁ ସବୁଠୁ ବଡ଼ ପ୍ରଶ୍ନଟା ଶେଷରେ ଅଛି। ହଁ, ସେ ବନ୍ଧୁତ୍ୟାଗୀ କିବା ଅର୍ଥେ, ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ। ସେଇଟା ହିଁ ତ ମୂଳ କଥା। ଯଦି ସବୁ ତ୍ୟାଗ କରିଦେଇଥିଲେ, ହଁ, ତେବେ ପୁଣି ଫେରିଲେ କାହିଁକି? ଆପଣ ଏକଦମ ଠିକ୍ କଥାଟାକୁ ଧରିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ମାନେ ଋଷିମାନେ କେବଳ କୌତୁକଳୀ ନୁହନ୍ତି, ସେମାନେ ମୁମୁକ୍ଷୁ। ସେଥିପାଇଁ ତ ସେମାନେ କହୁଛନ୍ତି, ହେଳେ ଛାଡ଼ିବୁ ଭବ ବ୍ୟଥା। ଅର୍ଥାତ୍ ବିଦୁରଙ୍କ କଥା ଶୁଣିଲେ ସଂସାରର ଦୁଃଖରୁ ସହଜରେ ମୁକ୍ତି ମିଳିବ। ହଁ, ଏଥିରୁ ଜଣାପଡ଼ୁଛି ଯେ ବିଦୁରଙ୍କ କାହାଣୀ କେବଳ ଇତିହାସ ନୁହେଁ, ଏହା ଏକ ଆଧ୍ୟାତ୍ମିକ ମାର୍ଗଦର୍ଶନ। ସେଥିପାଇଁ ତ ବିସ୍ତାର କରି କହିବାକୁ ଅନୁରୋଧ କରୁଛନ୍ତି। ଆଚ୍ଛା, ଏଠାରୁ କଥାଟା ଆହୁରି ମଜାଦାର ହେଉଛି। କେମିତି? ଋଷିଙ୍କ ପ୍ରଶ୍ନ ଶୁଣି ସୂତମୁନି ସିଧା ଉତ୍ତର ଦେଉନାହାନ୍ତି। ସେ କହୁଛନ୍ତି ଯେ ରାଜା ପରୀକ୍ଷିତ ବି ଠିକ୍ ଏହି ପ୍ରଶ୍ନ ଶୁକଦେବ ମୁନିଙ୍କୁ ପଚାରିଥିଲେ, ଆଉ ସେ ସେଇ ସମ୍ବାଦଟିକୁ ହିଁ ଶୁଣାଇବେ। ଆଚ୍ଛା। ଆଉ କାହାଣୀର ଆରମ୍ଭ ବିଦୁରଙ୍କଠାରୁ ନ ହୋଇ ରାଜା ଧୃତରାଷ୍ଟ୍ରଙ୍କଠାରୁ ହେଉଛି। ଏମିତି କାହିଁକି? ଦେଖନ୍ତୁ, ଯଦି ଆମେ ଏହାକୁ ବଡ଼ ଚିତ୍ରରେ ଦେଖିବା, ତେବେ ଏହା ହେଉଛି ପୁରାଣ କହିବାର ଏକ ଶାସ୍ତ୍ରୀୟ ଶୈଳୀ। ପରମ୍ପରା। ହଁ, ପରମ୍ପରା। ସୂତମୁନି ନିଜେ କାହାଣୀ ତିଆରି କରୁନାହାନ୍ତି, ସେ ଶୁକଦେବଙ୍କ ଭଳି ମହାନ ଋଷିଙ୍କ ମୁଖନିସୃତ ବାଣୀକୁ ଅବିକଳ ଭାବରେ ପହଞ୍ଚାଉଛନ୍ତି। ଏହା କାହାଣୀକୁ ପ୍ରାମାଣିକତା ଦିଏ। ଆଉ ଧୃତରାଷ୍ଟ୍ରଙ୍କଠାରୁ ଆରମ୍ଭ କରିବାର କାରଣ? ତାର କାରଣ ହେଲା, କୌଣସି ଧାର୍ମିକ ବ୍ୟକ୍ତିର ନିଷ୍ପତ୍ତିକୁ ବୁଝିବା ପାଇଁ ପ୍ରଥମେ ସେ କେଉଁ ଅଧାର୍ମିକ ପରିବେଶରେ ଥିଲେ ତାହା ବୁଝିବା ନିହାତି ଜରୁରୀ। ବୁଝିଲି। ମାନେ ବିଦୁରଙ୍କ ତ୍ୟାଗର ମହତ୍ତ୍ୱ ସେତେବେଳେ ବୁଝାପଡ଼ିବ
ଯେତେବେଳେ ଆମେ ସେ ରାଜସଭାର ନୈତିକ ଅଧପତନର ଭୟାବହତାକୁ ଅନୁଭବ କରିବା। ଏକଦମ ଅନ୍ଧାରର ଗଭୀରତା ନ ଜାଣିଲେ ଆଲୋକର ମୂଲ୍ୟ କେମିତି ବୁଝିହେବ? ଠିକ୍। ଚାଲନ୍ତୁ ତେବେ ସେହି ଅନ୍ଧକାରମୟ ପୃଷ୍ଠଭୂମିକୁ ବୁଝିବା ଯେପରି ଶୁକଦେବ ମୁନି ବର୍ଣ୍ଣନା କରିଥିଲେ। ଏମନ୍ତ ମୁନିଙ୍କର ବାଣୀ ସୁତ ସନ୍ତୋଷ ମନେ ଶୁଣି କହନ୍ତି ଶୌନକଙ୍କ ଆଗେ କୃଷ୍ଣର ଭାବ ଅନୁରାଗେ। ସୁତ ଉବାଚ ଶୁଣ ହେ ମୁନିଗଣ ତୋଷେ ଏକଥା ଶୁକମୁନି ପାଶେ ଆନନ୍ଦେ ଅଭିମନ୍ୟୁ ସୁତ ପୁଛିଲା ବିଦୁର ଚରିତ। ସେ ମୁନି କହିଲେ ଯେ ମନ୍ତେ ସେ କଥା ଶୁଣ ଏକଚିତ୍ତେ। ଶୁକ ଉବାଚ ଶୁକ ବୋଲନ୍ତି ଭାବଭରି ଶୁଣ ପରୀକ୍ଷିତ ଦଣ୍ଡଧାରୀ। ସେ ଧୃତରାଷ୍ଟ୍ର ଯେତେବେଳେ ନିଷ୍ଠୁରହୀନ ବୁଦ୍ଧି ବଳେ ଅଧର୍ମେ ଧନ ସେ ସଞ୍ଚୟ ନିଜ ସୁତଙ୍କୁ ଭୋଗ ଦେଇ ପଣ୍ଡୁସୁତଙ୍କୁ ଦେଖେ ଭିନ୍ନେ ନିନ୍ଦାଇ ନିଷ୍ଠୁର ବଚନେ। ବାଳକେ ପିତୃହୀନ ହୋଇ ମାତାର ସଙ୍ଗେ ଦୁଃଖ ସହି ହସ୍ତିନାପୁରେ ତାଙ୍କ ଘରେ ବଞ୍ଚନ୍ତି ଅତି ଅବେଭରେ। ତାଙ୍କ ମରଣ ଇଚ୍ଛାଇ ଭୀମକୁ ବିଷଲଡ୍ଡୁ ଦେଇ ଯତୁର ଘରେ ଅଗ୍ନି ଦେଲା ସେବେଳେ ଗୋବିନ୍ଦ ରଖିଲା। ବାପ୍ରେ, ଏ ପଦଗୁଡ଼ିକ ଧୃତରାଷ୍ଟ୍ରଙ୍କ ଚରିତ୍ରର କି ଭୟଙ୍କର ଚିତ୍ର ଦେଉଛି। ହଁ, ନିଷ୍ଠୁର ହୀନବୁଦ୍ଧି। ସେ କେବଳ ନିଜ ପୁଅଙ୍କ ମୁହଁରେ ଅନ୍ଧ ନୁହନ୍ତି, ସେ ସକ୍ରିୟ ଭାବରେ ପାଣ୍ଡବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ବିଷଲଡ୍ଡୁ ଦେବା, ଯତୁଗୃହରେ ପୋଡ଼ିବା ଏସବୁ ତ ସିଧାସଳଖ ହତ୍ୟା ଉଦ୍ୟମ। ହଁ, ଠିକ୍। ଏସବୁ ଯେତେବେଳେ ଘଟୁଥିଲା ଧର୍ମାବତାର ବିଦୁର ତ ସେଇ ରାଜସଭାରେ ଥିଲେ। ଆଜ୍ଞା, ତାଙ୍କ ମନରେ କ'ଣ ଚାଲିଥିବ? ଏଇଟା ହିଁ ତା ମୂଳ କଥା। ପ୍ରତ୍ୟେକଟି ଅପରାଧ କେବଳ ପାଣ୍ଡବଙ୍କ ଉପରେ ଆକ୍ରମଣ ନଥିଲା, ଏହା ବିଦୁରଙ୍କ ଧର୍ମଚେତନା ଉପରେ ଗୋଟେ ଗୋଟେ ଆଘାତ ଥିଲା। ସେ ଭିତର ଭିତର ଜଳୁଥିବେ ନିଶ୍ଚୟ। ଆଜ୍ଞା, କାରଣ ସେ ରାଜାଙ୍କର ମନ୍ତ୍ରୀ, ତାଙ୍କ ଭାଇ, କିନ୍ତୁ ପୁତ୍ର ମୁହଁରେ ଅନ୍ଧ ଧୃତରାଷ୍ଟ୍ର କିଛି ବି ଶୁଣିବା ଅବସ୍ଥାର ନଥିଲେ। ତେଣୁ ବିଦୁର ଗୋଟେ ଅସହ୍ୟ ମାନସିକ ଯନ୍ତ୍ରଣାରେ ଥିଲେ। ଏକଦମ, ସେ ଏମିତି ଗୋଟେ ବ୍ୟବସ୍ଥାର ଅଂଶ ହୋଇ ରହିଥିଲେ ଯାହାକୁ ସେ ନିଜେ ଘୃଣା କରୁଥିଲେ। ଆଉ ଏ ଅଧର୍ମର ପରବର୍ତ୍ତୀ ସୋପାନ ତ ଆହୁରି ଭୟଙ୍କର ଥିଲା। ହଁ, ଏବେ ଆସୁଛି ଦ୍ରୌପଦୀଙ୍କ ବସ୍ତ୍ରହରଣ ପ୍ରସଙ୍ଗ। ଆଜ୍ଞା, ମହାଭାରତର ସବୁଠୁ ଲଜ୍ଜାଜନକ ଅଧ୍ୟାୟ, ଯାହାକୁ ଜଗନ୍ନାଥ ଦାସ ଅତି ମାର୍ମିକ ଭାବରେ ଲେଖିଛନ୍ତି। ପୁଣି ସଭାର ତଳେ ଆଣି ଆଜ୍ଞା, ପଞ୍ଚ ପାଣ୍ଡବଙ୍କ ରମଣୀ କେଶ ଆକର୍ଷି ବାହୁବଳେ ବିବସ୍ତ୍ର କଲେ ସଭା ତଳେ। କୁଚ କୁଙ୍କୁମ ବହେ ଉରେ ଅଧୋବଦନ ଅଶ୍ରୁଧାରେ। ବଧୂର ଦୁଃଖ ସେ ଶୁଣିଲା ପୁତ୍ରଙ୍କୁ ବାରଣ ନ କଲା। ଏଠାରେ ଯୋଉ ଶେଷ ଦୁଇଟି ଧାଡ଼ି ଅଛି, ବଧୂର ଦୁଃଖ ସେ ଶୁଣିଲା ପୁତ୍ରଙ୍କୁ ବାରଣ ନ କଲା, ସେଇଟା ହିଁ ତ ଧୃତରାଷ୍ଟ୍ରଙ୍କ ଚରିତ୍ରର ସାରାଂଶ। ହଁ, ଏହା କେବଳ ନିଷ୍କ୍ରିୟତା ନୁହେଁ, ଏହା ହେଉଛି ସକ୍ରିୟ ସହଭାଗିତା। ରାଜା ହିସାବରେ ନିଜ କୁଳବଧୂର ସମ୍ମାନ ରକ୍ଷା କରିବା ତାଙ୍କର ପରମ ଧର୍ମ ଥିଲା। କିନ୍ତୁ ସେ ଚୁପ୍ ରହିଲେ। ତାଙ୍କର ସେଇ ନୀରବତା ହିଁ ତ ଦୁଃଶାସନକୁ ସାହସ ଦେଇଥିଲା। ଆଉ ଏହି ଗୋଟିଏ ଘଟଣା ସମଗ୍ର କୁରୁବଂଶର ନୈତିକ ପତନକୁ ଦେଖାଇ ଦେଉଛି। ଏହାପରେ ବିଦୁରଙ୍କ ଭଳି ବ୍ୟକ୍ତି ପାଇଁ ସେଇ ରାଜସଭାରେ ନିଶ୍ୱାସ ନେବା ବି କଷ୍ଟକର ହୋଇଯାଇଥିବ। କିନ୍ତୁ କଥା ସେତିକିରେ ସରିନି। ଅପମାନ ପରେ ବି ଅତ୍ୟାଚାର ଚାଲିଲା। ଛଳ କପଟ କରି ପାଣ୍ଡବଙ୍କର ସବୁକିଛି ଛଡ଼ାଇ ନିଆଗଲା। ହଁ, ଆଉ ଶେଷରେ ଯେତେବେଳେ ଶାନ୍ତି ପାଇଁ ଗୋଟିଏ ସୁଯୋଗ ଆସିଲା, ତାକୁ ବି ଧୃତରାଷ୍ଟ୍ର ହାତଛଡ଼ା କରିଦେଲେ। ମାୟା କପଟ ପାଶା କରି ଦ୍ୟୁତ ଖେଳାଇ ଧନ ହରି। ଛଳେ ହରିଲା ତାଙ୍କ ଦେଶ କାନନେ 12 ବରଷ। ଅଜ୍ଞାନ୍ତେ ଅଧିକ ବରଷେ ବିରାଟ ରାଜ୍ୟେ ମତ୍ସ୍ୟ ଦେଶେ। ତହି ବଞ୍ଚିଲେ ଦୁଃଖ ସୁଖେ ବନକଷ୍ଟଣ ଅତିରେଖେ। ପୁଣି ମିଳିଲେ ରାଜ୍ୟେ ଆସି ବିଶ୍ୱାସେ ରାଜା ପାଶେ ବସି। ଜୀବିକା ଅର୍ଥେ କିଛି ଧନ ମାଗିଲେ ନଦେଲା ରାଜନ। ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପଣ୍ଟୁସୁତ। କୃଷ୍ଣର ବୋଲ ସେ ନକଲା ସୂଚି ଅଗ୍ରତେ ସେ ନଦେଲା। କୃଷ୍ଣଙ୍କୁ କରି ଅପମାନ ଲୋଭେ ହୋଇଲା ହତଜ୍ଞାନ। 13 ବର୍ଷର କଠୋର ବନବାସ ପରେ ନ୍ୟାୟ ଅନୁସାରେ ତ ତାଙ୍କୁ ରାଜ୍ୟ ଫେରିବା କଥା। ହଁ, କିନ୍ତୁ ଧୃତରାଷ୍ଟ୍ର ମନା କରିଦେଲେ। ଏପରିକି ସ୍ୱୟଂ ଭଗବାନ କୃଷ୍ଣ ଶାନ୍ତିଦୂତ ହୋଇ ଆସିଲେ, ତାଙ୍କୁ ବି ଅପମାନ କରାଗଲା। ସୂଚି ଅଗ୍ରତେ ସେ ନଦେଲା। ଏହି ଉକ୍ତିଟି କେବଳ ତାଙ୍କର ଲୋଭ ନୁହେଁ, ତାଙ୍କର ଚରମ ଅହଙ୍କାରକୁ ଦେଖାଉଛି। ନିଶ୍ଚିତ ଭାବରେ କୃଷ୍ଣଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା କ'ଣ ଗୋଟେ ରାଜନୈତିକ ଭୁଲ ଥିଲା? ନା, ଏହା ଏକ ଆଧ୍ୟାତ୍ମିକ ଅପରାଧ ଥିଲା। ହଁ, ସେ ସ୍ୱୟଂ ଧର୍ମ ଆଉ ଈଶ୍ୱରଙ୍କୁ ପ୍ରତ୍ୟାଖ୍ୟାନ କରୁଥିଲେ। ସେଥିପାଇଁ ତ ଜଗନ୍ନାଥ ଦାସ ଲେଖିଛନ୍ତି ଲୋଭେ ହୋଇଲା ହତଜ୍ଞାନ। ଲୋଭ ତାଙ୍କର
ବିବେକ, ବୁଦ୍ଧି, ଜ୍ଞାନ ସବୁ ନଷ୍ଟ କରିଦେଇଥିଲା। ଏବେ ଭାବନ୍ତୁ ଏହି ପରିସ୍ଥିତିରେ ବିଦୁରଙ୍କ ପାଇଁ ଶେଷ ବିକଳ୍ପ କ'ଣ ଥିଲା? ଆଉ ସେ ଶେଷ ବିକଳ୍ପର ମୁହୂର୍ତ୍ତ ଆସିଲା ଯେତେବେଳେ ଧୃତରାଷ୍ଟ୍ର ତାଙ୍କର ସବୁଠୁ ଭୟଙ୍କର ଯୋଜନା ବିଷୟରେ କହିବା ପାଇଁ ବିଦୁରଙ୍କୁ ଏକାନ୍ତରେ ଡାକିଲେ। ଏଇଟା ହିଁ ଥିଲା ସେଇ ବିସ୍ଫୋରକ ମୁହୂର୍ତ୍ତ। ବିଦୁର ଆଣି ଏକାନ୍ତରେ ବିଚାର କଲା ଅନ୍ତପୁରେ ପାଣ୍ଡବ ମାରି ନାନା ମତେ ରାଜା ହୋଇବ ସେ ନିଶ୍ଚିନ୍ତେ। ଶୁଣି ବିଦୁର କରଯୋଡ଼ି ବୋଲେଇ ରାଜା ପାଦେ ପଡ଼ି। ଏଇଟା ହିଁ କାହାଣୀର ଶୀର୍ଷବିନ୍ଦୁ। ଏପର୍ଯ୍ୟନ୍ତ ବିଦୁର ସବୁ ଅନ୍ୟାୟର ନୀରବ ସାକ୍ଷୀ ଥିଲେ। ପରାମର୍ଶ ଦେଉଥିଲେ ଯାହାକୁ କେହି ଶୁଣୁନଥିଲେ। ହଁ, କିନ୍ତୁ ଏବେ ଧୃତରାଷ୍ଟ୍ର ତାଙ୍କୁ କେବଳ ସାକ୍ଷୀ ନୁହେଁ, ପାଣ୍ଡବଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଜଣେ ସହଯୋଗୀ ହେବାକୁ କହୁଛନ୍ତି। ଏହା ତ ବିଦୁରଙ୍କ ଧର୍ମ ଉପରେ ସିଧାସଳଖ ଆକ୍ରମଣ। ଆଜ୍ଞା, ଏବେ ତାଙ୍କ ପାଖରେ ଚୁପ୍ ରହିବାର ଆଉ କୌଣସି ବିକଳ୍ପ ନଥିଲା। ଆଉ ତାଙ୍କର ପ୍ରତିକ୍ରିୟା ବହୁତ ନାଟକୀୟ। ରାଜା ପାଦେ ପଡ଼ି ସେ ରାଜାଙ୍କ ପାଦତଳେ ପଡ଼ିଯାଉଛନ୍ତି। ଏହାର ଅର୍ଥ କ'ଣ? ଏହା କ'ଣ ଆତ୍ମସମର୍ପଣ? ନା, ଆଦୌ ଆତ୍ମସମର୍ପଣ ନୁହେଁ। ଏହା ଏକ ଗଭୀର ସଙ୍କେତ। ଏହା ରାଜପଦ ପ୍ରତି ତାଙ୍କର ସମ୍ମାନକୁ ଦର୍ଶାଉଛି, କିନ୍ତୁ ଏହା ଏକ କଠୋର ଏବଂ ଅପ୍ରିୟ ସତ୍ୟ କହିବା ପୂର୍ବର ପ୍ରସ୍ତୁତି। ମାନେ ସେ ଜାଣିଛନ୍ତି ସେ ଯାହା କହିବେ ତାହା ରାଜାଙ୍କ କ୍ରୋଧକୁ ବଢ଼ାଇଦେବ। ହୁଏତ ତାଙ୍କ ଜୀବନ ବି ସଙ୍କଟରେ ପଡ଼ିପାରେ। ତଥାପି ଧର୍ମର ପଥରୁ ହଟିବା ଅପେକ୍ଷା ସେହି ପରିଣାମ ଭୋଗିବାକୁ ସେ ପ୍ରସ୍ତୁତ। ଆଉ ଏହି ପ୍ରଥମ ଅଧ୍ୟାୟ ଏକ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ରେ ଶେଷ ହୋଇଛି। ହଁ, ଯାହା ପରବର୍ତ୍ତୀ ଅଧ୍ୟାୟରେ ବିଦୁର ନୀତି ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ତେବେ ଏଇଠାରେ ପ୍ରଥମ ଅଧ୍ୟାୟ ଶେଷ ହେଲା। ଆମେ ଗୋଟେ ସ୍ପଷ୍ଟ ପୃଷ୍ଠଭୂମି ପାଇଲେ। ହଁ, ପୁତ୍ରମୋହ ଓ ଲୋଭରେ ବୁଡ଼ିଥିବା ଜଣେ ଅନ୍ଧ ରାଜା। ଅଧର୍ମରେ ଜର୍ଜରିତ ଗୋଟେ ରାଜସଭା। ଆଉ ସେହି ପରିବେଶରେ ଧର୍ମର ଶେଷ ପ୍ରହରୀ ଭାବରେ ଠିଆ ହୋଇଥିବା ବିଦୁର, ଯିଏ ଏକ ନୈତିକ ସଂଘର୍ଷର ସମ୍ମୁଖୀନ ହୋଇ ଶାସକଙ୍କୁ କଠୋର ସତ୍ୟ ଶୁଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ଶେଷରେ ଏକ ଚିନ୍ତନୀୟ ବିଚାର ଛାଡ଼ିଯାଉଛି। କୁହନ୍ତୁ। ଯେତେବେଳେ ଆମେ ଯେଉଁ ବ୍ୟବସ୍ଥାରେ ଥାଉଁ ତାହା ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇଯାଏ ଆଉ ଆମକୁ ସେହି ପାପର ଭାଗିଦାର ହେବାକୁ ବାଧ୍ୟ କରେ, ସେତେବେଳେ ଜଣେ ଜ୍ଞାନୀ ବ୍ୟକ୍ତିର କର୍ତ୍ତବ୍ୟ କ'ଣ ହେବା ଉଚିତ? ସେଠାରେ ରହି ବ୍ୟବସ୍ଥାକୁ ସୁଧାରିବାକୁ ଶେଷ ଚେଷ୍ଟା କରିବା? ନା, ନିଜ ଆତ୍ମା ଓ ଧର୍ମକୁ ବଞ୍ଚାଇବା ପାଇଁ ସେହି ସ୍ଥାନରୁ ଦୂରେଇ ଯିବା। ବିଦୁର ଏବେ ସେଇ ଦୁର୍ଚକିରେ ଠିଆ ହୋଇଛନ୍ତି। ଆଉ ତାଙ୍କର ନିଷ୍ପତ୍ତି ହିଁ ଋଷିମାନେ ଏବଂ ଆମେ ସମସ୍ତେ ଜାଣିବାକୁ ଚାହୁଁଛୁ। ଧୃତରାଷ୍ଟ୍ରଙ୍କୁ ବିଦୁର ଆଗକୁ କ'ଣ କହିଲେ, ଆଉ ସେଇଠୁ ତାଙ୍କର ମହାନ ତୀର୍ଥଯାତ୍ରା କେମିତି ଆରମ୍ଭ ହେଲା, ତାହା ଜାଣିବା ପାଇଁ ଆମର ପରବର୍ତ୍ତୀ ଆଲୋଚନାକୁ ନିଶ୍ଚୟ ଶୁଣିବାକୁ ପଡ଼ିବ। ଯଦି ଏହି ଆଲୋଚନା ମୂଲ୍ୟବାନ ମନେ ହେଲା, ତେବେ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଯେପରି କୌଣସି ଅଧ୍ୟାୟ ଛୁଟି ନ ଯାଏ, ଆମେ ସମସ୍ତଙ୍କୁ ନିଜର ବିଚାର ବ୍ୟକ୍ତ କରିବାକୁ ନିମନ୍ତ୍ରଣ କରୁଛୁ। ଏକ ପ୍ରାର୍ଥନା ଏବଂ ଶ୍ରଦ୍ଧା ସ୍ୱରୂପ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖନ୍ତୁ। ଏହି ଆଧ୍ୟାତ୍ମିକ ଯାତ୍ରାରେ ଆମ ସହ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।